ବରଗଡ଼ ଜିଲ୍ଲା ପଡ଼ାମୁଣ୍ଡା ୟୁପି ସ୍କୁଲଠାରେ ସୁରଭି 2025 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ବର୍ମାଲା ସରପଞ୍ଚ ସୁଷମା ଆଚାର୍ଯ୍ୟ ଏବଂ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ନୀଳେଶ୍ୱର ସରପଞ୍ଚ ନିରଞ୍ଜନ ମଲ୍ଲିକ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସିଆରସିସି ରମେଶ ସେଠ ଏବଂ ପ୍ରଧାନ ଶିକ୍ଷକ ଠାକୁର ମେହେର। କ୍ଲଷ୍ଟର ଓ ସମସ୍ତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ। ବରଗଡ଼ରୁ କୃପାସିନ୍ଧୁ ମହାନ୍ତିଙ୍କ ରିପୋର୍ଟ ONI। मोर ना ठाकुर मेहर। मु पड़मुंडा सरकारी उच्च प्राथमिक विद्यालय प्रधान शिक्षक। आज देखो आज सुरभि प्रोग्राम थिला आपन स्कूल रो केते जण छात्र छात्री एथिरे अंशग्रहण करथिले सर? 10 टी इवेंट मध्यरु सबु इवेंट रे प्राय आम छात्र छात्री माने अंशग्रहण करथिले एवं सेमानंकर भितरु 7 जण
ପ୍ରାୟତଃ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେମାନେ ବ୍ଲକ ଲେଭେଲକୁ ଯାଇ ସେଥିରେ ମଧ୍ୟ କୃତିତ୍ୱ ଅର୍ଜନ କରିବେ ବୋଲି ମୋର ଆଶା ଅଛି। ଦେଖନ୍ତୁ ଆଗାମୀ ଦିନରେ ଏହି ସ୍କୁଲରୁ ଆମେ ଯାହା ଶୁଣିବାକୁ ପାଇଛୁ ଯେ ବହୁତ ଗୁଡ଼ାଏ ପ୍ରତିଯୋଗୀ ଯାଇ କରିକିରି ଆମ ଷ୍ଟେଟ୍ ଲେଭେଲ୍ ହଉ ବା ଆମର ଜିଲ୍ଲା ସ୍ତରୀୟ ଲେଭେଲ୍ରେ ହଉ ବହୁତ ଜାଗାରେ ଅଛନ୍ତି, ଅଂଶଗ୍ରହଣ କରିଛନ୍ତି। ସେ ବିଷୟରେ ଆପଣ କେତେ ଉତ୍ସାହିତ ଅଛନ୍ତି ସାର୍? ବହୁତ ଉତ୍ସାହିତ ଅଛି ମୁଁ। ଆମ କ୍ଲଷ୍ଟରରୁ ବ୍ଲକ ଲେଭେଲ ତ ସହିତ ରାଜ୍ୟସ୍ତରୀୟ এই ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଦେଖନ୍ତୁ ଏଇ ଯେଉଁ ସରକାରୀ କାର୍ଯ୍ୟକ୍ରମ ଥିଲା ଏଥିରେ ଆପଣମାନେ ଯେଉଁ କାର୍ଯ୍ୟକ୍ରମ କଲେ ଏଥିରେ ଆପଣମାନେ ତ ବହୁତ ଛାତ୍ରଛାତ୍ରୀଙ୍କୁ ଯୋଗଦାନ କରିଥିଲେ। ହଁ ସାର୍। କିନ୍ତୁ ଆଉ କ'ଣ ଆପଣ କହିବାକୁ ଚାହୁଁଛନ୍ତି? ଛାତ୍ରଛାତ୍ରୀଙ୍କୁ କ'ଣ କହିବାକୁ ଚାହୁଁଛନ୍ତି ଆଉ ଜନସାଧାରଣଙ୍କୁ କ'ଣ କହିବାକୁ ଚାହୁଁଛନ୍ତି? ପ୍ରଥମେ ତ କହିବି ଏ ଓଡ଼ିଶା ସରକାର ଯେଉଁ ଏଇ ପ୍ଲାଟଫର୍ମ ତିଆରି କରିଛନ୍ତି ଏଥିରୁ ଆମେ ଶିକ୍ଷାର୍ଥୀଙ୍କର ପାଠ୍ୟ ପୁସ୍ତକ ଜ୍ଞାନ ସହିତ ଯେଉଁ ସହପାଠ୍ୟକ୍ରମ ରଖିଛନ୍ତି ବ୍ୟାୟାମ ହେଲା ଏବଂ ତାଙ୍କର ତର୍କ ଏବଂ ସ୍ପିଚ୍ ଚିତ୍ରାଙ୍କନ ଏମିତି ଯେ ବିଭିନ୍ନ ପ୍ରକାର ତାଙ୍କର ପ୍ରତିଭା ଲୁକ୍କାୟିତ ଅବସ୍ଥାରେ ଯେଉଁ ଅଛି ତାକୁ କିପରି ବାହାର କରି ଆମେ ଜାଣିପାରିବା ଏବଂ ଆଗାମୀ ଦିନରେ କିପରି ସେହି ଦିଗରେ ତାକୁ ଆମେ ଉତ୍ସାହିତ କରି ଆଗକୁ ନେଇପାରିବୁ ସେହି ଜାଣିବା ପ୍ରକ୍ରିୟାଟି ଏଥିରୁ ଜଣାପଡ଼ୁଛି। ସେଥିପାଇଁ ଆମେ ସମସ୍ତେ ଏ ଦିଗରେ ଅନେକ ପ୍ରୟାସ ମଧ୍ୟ ଆମର ସ୍କୁଲ ଲେଭେଲରେ କରୁଛୁ। କୁଇଜ୍ କାର୍ଯ୍ୟକ୍ରମ ଆମର ଗୀତ ସଙ୍ଗୀତ ପ୍ରତିଯୋଗିତା ଏଥିପ୍ରତି ଆମ ସ୍କୁଲ ପ୍ରତ୍ୟେକ ସ୍କୁଲ ଏଥି ଉପରେ ବହୁତ ଧ୍ୟାନ ଦେଇ କାର୍ଯ୍ୟକ୍ରମ ସବୁ କରୁଛନ୍ତି। ମୁଖ୍ୟ ଅତିଥି ବା ସାର୍ କିଏ ଆସିଥିଲେ? ମୁଖ୍ୟ ଅତିଥି ଆମର ବିରମାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ମହୋଦୟା ଶ୍ରୀମତୀ ସୁଷମା ଆଚାର୍ଯ୍ୟ ଯୋଗଦାନ କରି ଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ପରେ ପରେ ଆମର ନୀଲେଶ୍ୱର ଗ୍ରାମ ପଞ୍ଚାୟତ ସରପଞ୍ଚ ସମ୍ମାନିତ ଅତିଥି ଆମର ମୁଁ ରମେଶ ସେठ ପୋଡ଼ମୁଣ୍ଡା ଆଞ୍ଚଳିକ ସାଧନା କେନ୍ଦ୍ର ସ୍ତରର ମୁଁ ଆସିଛି। ଆଉ ଆଜି ଆମର ଅସିପାର ଯେନ୍ ଗାଇଡ଼ଲାଇନ୍ ଥିଲା ସେ ଗାଇଡ଼ଲାଇନ୍ ଅନୁସାରେ ଆମର ଆଜି ସୁରଭି କାର୍ଯ୍ୟକ୍ରମ ଆମର ପୋଡ଼ମୁଣ୍ଡା ସ୍କୁଲରେ ଆମେ ଆୟୋଜିତ କରିଥିଲୁ। ଆଉ ଆମର ପୋଡ଼ମୁଣ୍ଡା କ୍ଲଷ୍ଟରର 7ଟା ପ୍ରାଇମେରୀ ସ୍କୁଲ 7ଟା ଉପର ପ୍ରାଇମେରୀ ସ୍କୁଲ ଆଉ ବାକି 3ଟା ହାଇସ୍କୁଲ। ତ ସମସ୍ତ ସ୍କୁଲର ଛାତ୍ରଛାତ୍ରୀମାନେ ବିସ୍ତୃତ ଭାବେ ଆସିକରି ଆମେ ମାନେ ଯୋଗ ଦେଇଥିଲେ। ଆଉ ତାଙ୍କର ପରଫର୍ମାନ୍ସ ବି ବହୁତ ବଢ଼ିଆ ଥିଲା। ଆଉ ଆମର ମିନିମମ୍ ମାନେ 10ଟା ଇଭେଣ୍ଟ ଥିଲା। ଆଉ ପ୍ରତ୍ୟେକ ଇଭେଣ୍ଟରେ ମାନେ ପ୍ରାୟ ମ୍ୟାକ୍ସିମମ୍ ଛୁଆ ପାର୍ଟିସିପେଟ୍ କରିଥିଲେ, ଉତ୍ସାହୀ ଦେଇକରି ହେଇଥିଲେ। ଆଉ ପହଲା ତ ଥିଲା ବିତର୍କ ଥିଲା। এই କାର୍ଯ୍ୟକ୍ରମର ଉଦ୍ଦେଶ୍ୟ କ'ଣ? এই କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଯେ ଛାତ୍ରଛାତ୍ରୀମାନଙ୍କର ଯେନ୍ ଭିତରେ ତାଙ୍କର ରହିଯାଇଛେ ହଁ ମାନେ ପ୍ରତିଭା ଉନ୍ମୋଚନ କରବାର୍ ଲାଗି ତାର ଉଦ୍ଦେଶ୍ୟ। ଆଉ ଯେନ୍ସି ବି ହଉ ଟ୍ୟାଲେଣ୍ଟ ହଉ ମାନେ ପଢ଼ାକେ ଛାଡ଼ିକରି ବାକି ନାଚ ଗୀତ ତାପରେ ଆମର ହଉଛେ ମାନେ କୁଇଜ୍ ଡ୍ରଇଂ ডিবেଟ୍ ତାପରେ ଆମର ଟିଏମ୍ ପୋଷଣକେ ନେଇକରି ମାନେ ଛୁଆମାନେ କେତେ ପରିଚିତାନ୍ ସେ ଉପରେ ମାନେ କଲା ପ୍ରଦର୍ଶନ କରିଥିଲେ। ଆଉ ଆମର ଏଥର ସୁରଭିର ଥିଲା ଲୋକ କଲା ଓ ଆମର ଯେ ଦେଖନ୍ତୁ ସଂସ୍କୃତି। ଆପଣ ଅଛନ୍ତି ଆପଣ କେତେ ଉତ୍ସାହିତ ଅଛନ୍ତି ଏ ବିଷୟରେ? ଆଜ୍ଞା ମୁଇଁ ତ ପୁରାପୁରି ଉତ୍ସାହିତ ହେ। ଆଉ ଆଗାମୀ ଦିନରେ ଆପଣଙ୍କର ଯେଉଁ ଛାତ୍ରଛାତ୍ରୀ ଅଛନ୍ତି ଆଜ୍ଞା ଏମାନେ ଯେଉଁ ଷ୍ଟେଟ୍ ଲେଭେଲ୍ ହଉ ବା ନ୍ୟାସନାଲ୍ ଲେଭେଲ୍ରେ ହଉ କି ବିଷୟରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଆପଣଙ୍କର ଆଶା ଭରସା ଅଛି କି ନାହିଁ ସାର୍? ଆଜ୍ଞା ମୋର ବହୁତ ଆଶା ଅଛି। ଆଉ ଆମର ପୋଡ଼ମୁଣ୍ଡା କ୍ଲଷ୍ଟରରୁ ମାନେ ପ୍ରତିବର୍ଷ କ୍ରିଏଟିଭ୍ ରାଇଟିଂରେ ମାନେ ବ୍ଲକ ଲେଭେଲରେ ଫାଷ୍ଟ ଆସନ୍, ଡିଷ୍ଟ୍ରିକ୍ଟ ଲେଭେଲରେ ଫାଷ୍ଟ ଆସନ୍, ଏନ୍ତାକି ମାନେ ଷ୍ଟେଟ୍ ଲେଭେଲ୍ ତକ ବି ଆମେ ଯାଇପାରସୁଁ। ନିଶ୍ଚିତ ଆପଣଙ୍କୁ ଗର୍ବ ଲାଗିବ ସାର୍। ଆଜ୍ଞା ଆଜ୍ଞା ମୋର ତ ବହୁତ ଗର୍ବ। ଆଉ ମୁଇଁ ଧନ୍ୟବାଦ ଦେମି ଆମର ଏଇ କ୍ଲଷ୍ଟର ସମସ୍ତ ଆଜ୍ଞାମାନଙ୍କୁ। ସେମାନେ ବି ପୁରା ଫୁଲ୍ ଜଡ଼ିତ ହେଇକରି ମାନେ ଉତ୍ସାହିତ ହେଇକରି ଛାତ୍ରଛାତ୍ରୀମାନଙ୍କୁ ବହୁତ ଉତ୍ସାହିତ କରିକରି ପ୍ରିପାରେସନ୍ କରସନ୍। ଆଉ ସେଥିର୍ଲାଗି ବୋଲି ଆମେ ବିଭିନ୍ନ କ୍ଷେତ୍ରରେ ଆମେ ମାନେ ଉନ୍ନୀତ ହେଇପାରସୁଁ। ଧନ୍ୟବାଦ ସାର୍।